ବୟସ୍କମାନେ କଥାବାର୍ତ୍ତା କରୁଥିବା ସମୟରେ ପିଲାମାନେ ବାଧା ନଦେବା ଓ ମଝିରେ ପଶି କଥା ନ ହେବା ପାଇଁ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। ଗୁରୁଜନମାନଙ୍କୁ ବିନମ୍ରତା ସହ ଅଭିବାଦନ ଜଣାଇବା ଓ ପ୍ରଣାମ କରିବା ପିଲାମାନଙ୍କୁ ଶିଖାନ୍ତୁ। ପିଲାମାନଙ୍କୁ ଦୟାକରି ଓ ଧନ୍ୟବାଦ କହିବା ଶିଖାନ୍ତୁ। ଆପଣଙ୍କ ପିଲାମାନଙ୍କୁ ସେମାନଙ୍କ ପାଳି ଆସିବା ଯାଏ ଧାଡ଼ିରେ ଅପେକ୍ଷା କରିବାକୁ ଶିଖାନ୍ତୁ। ଭୁଲ ଥିଲେ କ୍ଷମା ମାଗିବାକୁ ଆପଣଙ୍କ ପିଲାଙ୍କୁ ଶିଖାନ୍ତୁ। କୌଣସି ଜିନିଷ ନେବା ପୂର୍ବରୁ ଅନୁମତି ମାଗିବାକୁ ପିଲାକୁ ଶିଖାନ୍ତୁ। କୌଣସି କୋଠରୀରେ ପ୍ରବେଶ କରିବା ପୂର୍ବରୁ ଅନୁମତି ମାଗି ପ୍ରବେଶ କରିବା ପାଇଁ ପିଲାଙ୍କୁ ଶିଖାନ୍ତୁ। ନିଜ ନିଜ ସାର୍ଟ ପ୍ୟାଣ୍ଟ ସଫା ରଖିବା ଓ ସଜାଡ଼ି ରଖିବାକୁ ପିଲାମାନଙ୍କୁ ଶିଖାନ୍ତୁ। ପିଲାମାନେ ବଡ଼ମାନଙ୍କୁ ସମ୍ମାନ ଓ ଅନ୍ୟମାନଙ୍କୁ ସ୍ନେହ କରିବା ଶିଖାନ୍ତୁ। ଘର ଭିତରେ ଚିତ୍କାର କରିବା କିମ୍ବା ପାଟି କରି କଥାବାର୍ତ୍ତା ନ ହେବା ପାଇଁ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। ଆବଶ୍ୟକ ସମୟରେ କ୍ଷମା କରନ୍ତୁ କହିବା ପାଇଁ ପିଲାମାନଙ୍କୁ ଶିଖାନ୍ତୁ। ଅନ୍ୟମାନଙ୍କୁ ପରିହାସ ନ କରିବା ପାଇଁ ନିଜ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। କାଶ କିମ୍ବା ଛିଙ୍କ ସମୟରେ ମୁହଁ ଢାଙ୍କିବା ପାଇଁ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। ଧାର କିମ୍ବା କରଜ କରିଥିବା ଜିନିଷ ଠିକ୍ ସମୟରେ ଫେରାଇବା ପାଇଁ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। ନିଜ ସାମର୍ଥ୍ୟ ଅନୁଯାୟୀ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। କଠିନ ସମୟରେ ମଧ୍ୟ ପିଲାମାନଙ୍କୁ ସଚୋଟ ହେବା ଶିଖାନ୍ତୁ। କାହିଁକି ନା କଠିନ ସମୟ ତ ଚାଲିଯିବ, ହେଲେ ଚରିତ୍ରରେ ଅଲିଭା ଦାଗ ରହିଯିବ। ଖାଦ୍ୟ ଖାଇବାର ଠିକ୍ ଢଙ୍ଗ ପିଲାମାନଙ୍କୁ ଶିଖାନ୍ତୁ। ପଶୁପକ୍ଷୀମାନଙ୍କ ପ୍ରତି ଦୟାଶୀଳ ହେବାକୁ ପିଲାଙ୍କୁ ଶିଖାନ୍ତୁ। ବାଧ୍ୟ ନ ହୋଇ କ୍ଷମା ମାଗିବାକୁ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। କହିବା ଠାରୁ ଅଧିକ ଶୁଣିବା ପାଇଁ ପିଲାମାନଙ୍କୁ ଶିଖାନ୍ତୁ। ଭୁଲ କଲେ ସ୍ୱୀକାର କରିବା ପାଇଁ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। ଅନ୍ୟର ମତାମତକୁ ସମ୍ମାନ ଦେବା ପାଇଁ ପିଲାମାନଙ୍କୁ ଶିଖାନ୍ତୁ। ମିଛ ନ କହିବା ପାଇଁ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। ପିଲାମାନେ ବ୍ୟବହାର କରୁଥିବା ପବ୍ଲିକ୍ ଏରିଆକୁ ସଫା କରିବାରେ ସାହାଯ୍ୟ କରନ୍ତୁ। ଆବର୍ଜନା ଉଚିତ ସ୍ଥାନରେ ପକାଇବା ପାଇଁ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। ସାହାଯ୍ୟ ପାଇବା ପରେ କୃତଜ୍ଞତା ଜଣାଇବା ପାଇଁ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ।